ଷଡ଼ରିପୁ ପ୍ରକୃତି ମାତା ଯୋଗ ପୁରୁଷ ପିତା ମିଳନରୁ ଜନ୍ମ ନେଲେ ପୁତ୍ର ମହତ୍ତତ୍ୱରୁ ଜନ୍ମ ନେଲା ଅହଙ୍କାର, ତାପରେ ବୁଦ୍ଧି ଓ ମନ ବୁଦ୍ଧି ଅହଙ୍କାର ଏ ହେଲେ ତିନି। ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚଭୂତ, ପଞ୍ଚତନ ମାତ୍ରା, ଆତ୍ମା ଓ ଚିତ୍ତ ମିଶି 25ଟି ତତ୍ତ୍ୱ। ଏହି 25ଟି ତତ୍ତ୍ୱ ଭିତରେ ଷଡ଼ରିପୁ ତ ନାହାନ୍ତି। ତେବେ ଷଡ଼ରିପୁ ଆସିଲା କେଉଁଠୁ? ପଞ୍ଚତତ୍ତ୍ୱ ଯେତେବେଳେ ସୃଷ୍ଟି ହେଲା, ଅଗ୍ନିରୁ କ୍ଷୁଧା ଜାତ ହେଲା। ସ୍ଥୂଳ ପିଣ୍ଡ ବା ଏହି ସାଧାରଣ ଶରୀର ଆହାର ଭୋଗ ନ କଲେ ବଞ୍ଚିପାରିବ ନାହିଁ। ଭୋଗ କରିବା ପାଇଁ ଜୀବ ଦେହରେ ଈଶ୍ୱର ଇନ୍ଦ୍ରିୟମାନଙ୍କୁ ଖଞ୍ଜି ଦେଇଛନ୍ତି। କର୍ମେନ୍ଦ୍ରିୟ କର୍ମ କରିବେ, ଜ୍ଞାନେନ୍ଦ୍ରିୟ ତାକୁ ଭୋଗ କରିବେ। ଭୋଗର ଅନୁଭବଟା, ମଜାଟା ମନ ପାଖକୁ ପଠାଇ ଦିଆଗଲା। ଏହା ହେଉଛି ଶାରୀରିକ ପ୍ରକ୍ରିୟା। ଖାଇବାର ଯେଉଁ ତୃପ୍ତି ଅନୁଭବ ହେଲା, ତାହା କର୍ମ, ତାହା କାମ ଅଟେ। ପାଇବାର ଆଶା ଯାହା ରହିଲା, ତାହା କାମନା। ଏହି କାମନା ପୂରଣ କରିବା ପାଇଁ ଜୀବ ସଂକଳ୍ପ କରେ ଓ କର୍ମ କରେ। ଯଦି ଜୀବ ସଂକଳ୍ପ ରହିବ ନାହିଁ, ତେବେ କର୍ମ କରିବ ନାହିଁ। କାମନା ପୂରଣ ନ ହେଲେ କ୍ରୋଧ ସୃଷ୍ଟି ହୁଏ। ମନ ଯାହା ଚାହୁଁଛି, ତାହା ତ ନ ମିଳିଲେ ତାକୁ କ୍ରୋଧ ସୃଷ୍ଟି ହେଲା। ଏହାର ମୂଳ କାରଣ ହେଉଛି କାମନା। ଯଦି କାମନା ପୂରଣ ହୋଇଗଲା, ତେବେ ଆହୁରି ଅଧିକ ପାଇବାର ଆଶା ହେଉଛି ଲୋଭ। ଏହା ହେଉଛି ଲୋଭ। ଯାହା ତାକୁ ପ୍ରାପ୍ତି ହେଲା, ସେହି ବ୍ୟକ୍ତି, ବସ୍ତୁ, ପଦାର୍ଥ, ସ୍ଥାନକୁ ଆସକ୍ତ ଆସିଗଲା। ତା ସହିତ ନିବିଡ଼ ଭାବରେ ଜଡ଼ିତ ହୋଇ କେବଳ ତାରି ଚିନ୍ତାରେ ଜୀବନ ବୁଡ଼ି ରହିଲା ପ୍ରତ୍ୟେକଟି ସମୟରେ। ଏହାକୁ କୁହାଗଲା ମୋହ। ମଦ ହେଉଛି ବଡ଼ପଣିଆ ବା ଅଭିମାନ ବା ଗର୍ବ। ଈଶ୍ୱରଙ୍କ ବସ୍ତୁ ପଦାର୍ଥକୁ ଭୋଗ କରି ଛୋଟ ବଡ଼ କରି ସମାଜରେ ଯେତେ ମାନ ସମ୍ମାନ ପାଇଲା, ଯେତେବେଳେ ସେ ବଡ଼ ଆସନଟା ପାଇଗଲା, ପ୍ରତିଷ୍ଠିତ ହୋଇଗଲା, ତାପରେ ତା ଭିତରେ ତାର ଅଭିମାନ ସୃଷ୍ଟି ହୋଇଗଲା। ଭାବେ, ମୋ ଠାରୁ ଆଉ କେହି ବଡ଼ ନାହାନ୍ତି। ତାଠାରୁ ତଳେ ଥିବା ମଣିଷକୁ ସେ ନୀଚ ମନେ କଲା। ଏହା ହେଉଛି ମଦ ବା ଅଭିମାନ। ଆଉ ଗୋଟିଏ ରହିଲା ମାତ୍ସର୍ଯ୍ୟ। ମାତ୍ସର୍ଯ୍ୟ ମାନେ ଈର୍ଷା। ଈର୍ଷା କରିବା କଥାକୁ ମାତ୍ସର୍ଯ୍ୟ କୁହାଯାଏ। ସେ ମଣିଷ ଦେଖିଲା, ତାଠାରୁ ଅଧିକ ଅଧିଷ୍ଠିତ ଲୋକ ଅଛନ୍ତି, ଅଧିକ ଶିକ୍ଷିତ ବା ଜାଣିବାର ଲୋକ ଅଛନ୍ତି। ତାଠାରୁ ତଳ ଶ୍ରେଣୀରେ ଥିବା ଲୋକଙ୍କୁ ଅଭିମାନ ପ୍ରଦର୍ଶନ କଲା। ବଡ଼ପଣିଆ ଦେଖାଇ ହେଲା। କିନ୍ତୁ ତାଠାରୁ ଯଦି ଉପରକୁ ଉଠିଗଲା ଯିଏ, ତାର ଉନ୍ନତିକୁ ସହି ପାରିଲା ନାହିଁ, ତାକୁ ଈର୍ଷା କଲା। ତଳେ ରହିବା ଶ୍ରେଣୀର ଜଣକୁ ଭଲ ପାଇଲା ନାହିଁ କି ଉପର ଶ୍ରେଣୀର ଲୋକଙ୍କୁ ଭଲ ପାଇଲା ନାହିଁ। ସାନଙ୍କୁ ଅଭିମାନ କଲା ଓ ବଡ଼ମାନଙ୍କୁ ଈର୍ଷା କଲା। ଏଣୁ ଏହି ଷଡ଼ରିପୁକୁ ଦମନ କରିବା ପାଇଁ ଶାସ୍ତ୍ର, ପୁରାଣ ବା ସାଧୁସନ୍ଥ ଜନ ଉପଦେଶ ଦେଇଛନ୍ତି। ହରି ଓମ୍ ଶାନ୍ତି। ଓମ୍ ଶାନ୍ତି ଶାନ୍ତି। ନମସ୍କାର ପ୍ରିୟ ଦର୍ଶକ ଶ୍ରୋତା ବନ୍ଧୁ। ଗଣେଶ ମେହେର ଭକ୍ତି ଚ୍ୟାନେଲ ଭିଡ଼ିଓଟିକୁ ଭଲ ଲାଗିଲେ ଲାଇକ୍, ସବସ୍କ୍ରାଇବ୍, ସେୟାର କରନ୍ତୁ, କମେଣ୍ଟ ମଧ୍ୟ କରନ୍ତୁ। ନମସ୍କାର।